ଶ୍ରୀମନ୍ଦିରର ପୂର୍ବ ଦିଗରେ ଫାଟ ହନୁମାନଙ୍କୁ ଦେଖିବାକୁ ମିଳନ୍ତି। ପଶ୍ଚିମ ଦ୍ୱାରରେ କାନପଟ୍ଟା ହନୁମାନଙ୍କୁ ଦେଖିବାକୁ ମିଳନ୍ତି। ଏଠାରେ ଏକ 4 ଫୁଟର ହନୁମାନଙ୍କୁ ଦେଖିବାକୁ ମିଳିଥାନ୍ତି। ଉତ୍ତର ଦ୍ୱାରରେ 4 ଭୁଜା ହନୁମାନ ଦୃଶ୍ୟମାନ ହୁଅନ୍ତି ଏବଂ ଦକ୍ଷିଣ ଦ୍ୱାରରେ 12 ଫୁଟ ଉଚ୍ଚତାର ଏକ ହନୁମାନ ମଧ୍ୟ ଦେଖିବାକୁ ମିଳିଥାନ୍ତି। ତେଣୁ 4ଟି ଦ୍ୱାରରେ 4ଟି ହନୁମାନଙ୍କର ଉପସ୍ଥିତି ହିଁ ଏହି ମନ୍ଦିରର ସୁରକ୍ଷା କବଚ ବୋଲି ବୁଝିବାକୁ ହୁଏ। ଏବଂ ସବୁଠୁ ବଡ଼ କଥା ହେଲା ଏଠାରେ ଏକ 4 ଭୁଜା ହନୁମାନ ଯାହା ଦକ୍ଷିଣ ଦିଗରେ ରହିଛି, ଏହାଙ୍କର ନିର୍ମାଣ ଆଦିଗୁରୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ। କାରଣ ହେଲା ଯେ ଏଥିପୂର୍ବରୁ ବହୁବାର ସମୁଦ୍ର ଏହି ମନ୍ଦିରର କ୍ଷତି କରିବା ପାଇଁ ଚେଷ୍ଟା କରିଛି, ମନ୍ଦିର ପର୍ଯ୍ୟନ୍ତ ମାଡ଼ି ମଧ୍ୟ ଆସିଛି। ତେଣୁ ସମୁଦ୍ରର ପ୍ରଭାବରୁ ମନ୍ଦିରକୁ ରକ୍ଷା କରିବା ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏହି ମନ୍ଦିରକୁ ନିର୍ମାଣ କରି ପ୍ରଭୁଙ୍କର ଶରଣାପନ୍ନ ହୋଇ କହିଥିଲେ ଶ୍ରୀମନ୍ଦିରକୁ ସୁରକ୍ଷା ଦେବା ପାଇଁ।